ନମସ୍କାର। ମୁଁ ହର୍ଷ ପରିଛା ମୋର ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଏହି ଭିଡିଓରେ ଆମେ ଆଲୋଚନା କରିବା ଯେ ଆରଟିଏ ର ସେକ୍ସନ 28 ପ୍ରକାରେ କମ୍ପିଟେଣ୍ଟ ଅଥରିଟିର କଣ କଣ କାର୍ଯ୍ୟକ୍ରମ କରିପାରିବେ। କିନ୍ତୁ ତା ପୂର୍ବରୁ ମୁଁ ଆପଣମାନଙ୍କୁ ଅନୁରୋଧ କରିବି ଏହି ଭିଡିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବା ହେବେ ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବେ, କାରଣ ଆପଣମାନଙ୍କର ଗୋଟିଏ ଗୋଟେ ସବସ୍କ୍ରାଇବ ଆମକୁ ଗୋଟେ ବଳ ଯୋଗାଉଛି ବା ଆମକୁ ଗୋଟେ ଇନ୍ସପିରେସନ ଯୋଗାଉଛି, ଯୋଉଟା କି ନୂଆ ନୂଆ ତଥ୍ୟ ନେଇକି ଆପଣମାନଙ୍କ ସମ୍ମୁଖରେ ଏ ଭିଡିଓ ଗୁଡ଼ିକୁ ଉପସ୍ଥାପନ କରିବା ପାଇଁ। ଅତଏବ ମୁଁ ଅନୁରୋଧ କରୁଛି ସବସ୍କ୍ରାଇବ କରିବାକୁ ଭୁଲିବେ ନାହିଁ, ସମ୍ପୂର୍ଣ୍ଣ ଦେଖିବେ ଏବଂ ସବସ୍କ୍ରାଇବ କରିବେ। ତେବେ ଚାଲନ୍ତୁ ଆଜିର ଏହି ଭିଡିଓରେ ଆମେ ଆଲୋଚନା କରିବା ଯେ ସୂଚନା ଅଧିକାର ଅଧିନିୟମର ଧାରା 28 ଉପଧାରା 1, 2 ପ୍ରକାରେ କଣ କଣ କାର୍ଯ୍ୟକ୍ରମ କରାଯାଇ ପାରିବ ଗୋଟେ ପବ୍ଲିକ ଅଥରିଟି ତରଫରୁ ବା ଗୋଟେ କମ୍ପିଟେଣ୍ଟ ଅଥରିଟି ସକ୍ଷମ ଜନକର୍ତ୍ତୃପକ୍ଷଙ୍କ ତରଫରୁ କଣ କଣ କାର୍ଯ୍ୟକ୍ରମ କରାଯାଇ ପାରିବ ସେ ଉପରେ ଆମେ ଆମେ ଆଲୋଚନା କରିବା। ତେବେ କମ୍ପିଟେଣ୍ଟ ଅଥରିଟି ଏବଂ ଆପ୍ରୋପ୍ରିଏଟ ପବ୍ଲିକ ଅଥରିଟି ମଧ୍ୟରେ ଡିଫରେନ୍ସ ମୁଁ ଗତ ଭିଡିଓରେ ଆପଣମାନଙ୍କ ସହିତ ଆଲୋଚନା କରିଥିଲି ଯେ ଆପଣଙ୍କର ଆପ୍ରୋପ୍ରିଏଟ ପବ୍ଲିକ ଅଥରିଟି କହିଲେ ଯେ ଗଭର୍ଣ୍ଣମେଣ୍ଟ ଦ୍ୱାରା ଆପଣଙ୍କର ପ୍ରତିଶ୍ରୁତି ପ୍ରାପ୍ତ ହୋଇଥିବା ଗଭର୍ଣ୍ଣମେଣ୍ଟ ଦ୍ୱାରା ଗଠିତ ହୋଇଥିବା କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ହୋଇଥିବା ସମସ୍ତ କର୍ତ୍ତୃପକ୍ଷ ବା ସମସ୍ତ ଜନକର୍ତ୍ତୃପକ୍ଷ ବା ସମସ୍ତ କାର୍ଯ୍ୟର ଗୋଟେ ଗୋଟେ ଆପ୍ରୋପ୍ରିଏଟ ପବ୍ଲିକ ଅଥରିଟି। କିନ୍ତୁ କମ୍ପିଟେଣ୍ଟ ଅଥରିଟି କହିଲେ ତାଠୁ ଟିକେ ଭିନ୍ନ ହବ। କଣ ଟିକେ ଭିନ୍ନ ହବ? ସକ୍ଷମ ଜନକର୍ତ୍ତୃପକ୍ଷ ବା ସକ୍ଷମ ଅଥରିଟି। କମ୍ପିଟେଣ୍ଟ ଯେ ସକ୍ଷମ ଯାହାକୁ ଦିଆଯାଇଛି, ସକ୍ଷମ ଦିଆଯାଏ ବା ଯେ ସକ୍ଷମ ତାର ସହିତ କରିପାରିବେ, ଯାହାକୁ ପୁରା ସବୁ ଆପଣଙ୍କର ଚାର୍ଜ ଦିଆଯାଇଛି। କମ୍ପିଟେଣ୍ଟ ଅଥରିଟି ଏଠି ଆମେ ଆ, ପୁରା ଭାଷାରେ ଯଦି କହିପାରିବା ତାହେଲେ ଗଭର୍ଣ୍ଣମେଣ୍ଟ ଅଫ ଓଡ଼ିଶାର ଯୋଉ ଆଇନପା ଡିପାର୍ଟମେଣ୍ଟ ଅଛି, ନୋଡାଲ ଡିପାର୍ଟମେଣ୍ଟ, ସେ ହେଉଛନ୍ତି କମ୍ପିଟେଣ୍ଟ ଅଥରିଟି ଯିଏକି ଆପଣଙ୍କର ଗେଜେଟ ନୋଟିଫିକେସନ ବାହାର କରିପାରିବେ, ଗେଜେଟ ନୋଟିଫିକେସନ ବାହାର କରିପାରିବେ। ତେବେ ଆସନ୍ତୁ ଏଇ 28 ର 1 କଣ କହୁଛି? 28 ର 1 କହୁଛି ଯେ notification in the official gazette make rule to carry out the provisions। ଗୋଟେ ଆପଣଙ୍କର ଅଫିସିଆଲ ରୁଲ, ଯୋଉଟା କି ଆପଣଙ୍କର ସାମ୍ବିଧାନିକ ରୁଲ ପ୍ରକାର ଅଫିସିଆଲ ରୁଲ ପ୍ରକାର ଯାହା ଅଛି ଗେଜେଟ ମାଧ୍ୟମରେ, ଗେଜେଟ ଅଫିସିଆଲ ଗେଜେଟ ମାଧ୍ୟମରେ ଆପଣଙ୍କର ରୁଲ ତିଆରି କରିବା, ଯାହାରି ଫଳରେ ଆରଟିଏ ଟା ସୁଚାରୁ ରୂପେ କଣ କ୍ୟାରି ଆଉଟ ହେଇପାରିବ ବା ଇମ୍ପ୍ଲିମେଣ୍ଟ ହେଇପାରିବ। ଏବଂ 2ରେ ଲେଖା ଅଛି ୱିଥାଉଟ୍ ପ୍ରେଜୁଡିସ୍ ଟୁ ଦ ଜେନେରାଲିଟି ଅଫ ଦ ଫରଗୋଇଂ ପାୱାର। ଏହା ପୂର୍ବରୁ ଯୋଉ ସବୁ ପାୱାର ଗୁଡିକ ଅଛି ବା କ୍ଷମତା ଗୁଡିକ ଅଛି, ସେ କ୍ଷମତା ଗୁଡିକ ପ୍ରତି କୌଣସି ପ୍ରତିକୂଳ ହାନି ନ ଘଟେଇ ଏଇଭଳି ଏକ କମ୍ପିଟେଣ୍ଟ ଅଥରିଟି ଏଇଭଳି ଏକ ରୁଲ ତିଆରି କରିବେ, ଗାଇଡଲାଇନ ତିଆରି କରିବେ, ସର୍କୁଲାର ତିଆରି କରିବେ, ପ୍ରଣୟନ କରିବେ। ହଁ, ଅଫିସର ଅଫିସର ଯୋଉ ଗେଜେଟ ଅଛି, ଗେଜେଟ ନୋଟିଫିକେସନରେ ଯୋଉ ରୁଲ ଗୁଡିକ ପ୍ରଣୟନ କରିବେ ବା ନିୟମାବଳୀ ଗୁଡିକ ପ୍ରଣୟନ କରିବେ, ତାହା ପ୍ରତିକୂଳ ହାନି ହଉନଥିବ ଯାହା ତା ପୂର୍ବରୁ ଥିଲା ସେଇ କ୍ଷମତା ଗୁଡିକ ପ୍ରତି ବା ସେହି ନୋଟିଫିକେସନ ପ୍ରତି, ସେଇ ଗେଜେଟ ନୋଟିଫିକେସନ ପ୍ରତି, ସେଇ ସର୍କୁଲାର ପ୍ରତି ବା ସେଇ ଯୋଉ ରୁଲ ଥିଲା ତାର ଜେନେରାଲିଟି ବା ତାର ସ୍ପିରିଟ ଉପରେ କୌଣସି ବା ପ୍ରତିକୂଳ ହାନି ନ ଘଟେଇକି, ନ ଘଟିଲା ଭଳି ଏଇଭଳି ଏକ ଗେଜେଟ ନୋଟିଫିକେସନ ବା ରୁଲ ବା ଆପଣଙ୍କର ଯାହା ପ୍ରିନ୍ସିପଲ୍ସ ବା ଆପଣଙ୍କର ସର୍କୁଲାର ବା ଗାଇଡଲାଇନ ତିଆରି କରିପାରିବେ କିଏ? କମ୍ପିଟେଣ୍ଟ ଅଥରିଟି। ଏଇଟା ହଉଛି ମୁଖ୍ୟ ବିଷୟ। ତାପରେ ଆମେ ଦେଖିବା କୋଉ କୋଉ ଉପରେ କମ୍ପିଟେଣ୍ଟ ଅଥରିଟି କୋଉ କୋଉ ଉପରେ ସେ ନିଜର ରୁଲ ତିଆରି କରିପାରିବେ ବା ଅଫିସିଆଲ ଗେଜେଟ ନୋଟିଫିକେସନ ରେ ସେ ପ୍ରଣୟନ କରିପାରିବେ। ସେଇଟା ହେଲା କଷ୍ଟ ଅଫ ଦ ମିଡିୟମ ଅଫ ପ୍ରିଣ୍ଟ ଫର ପ୍ରାଇସ୍ ଅଫ ଦ ମେଟେରିଆଲ୍ସ। ଯାହା ସବୁ ଦିଆଯାଉଛି ଆପଣଙ୍କର ସେକ୍ସନ 4 ର 4 ପ୍ରକାରେ ଆପଣଙ୍କର ଇନଫର୍ମେସନ ପାଇଁ ବୋଲନ୍ତୁ, ଆପଣଙ୍କର ସଫ୍ଟ କପି ଆକାରରେ ବା ହାର୍ଡ କପି ଆକାରରେ ଯାହା ସବୁ ଦିଆଯାଉଛି ଆପଣଙ୍କର ନଥି ପତ୍ର ବା ଆପଣଙ୍କର ତଥ୍ୟ ବା ସଫ୍ଟ କପି ବା ହାର୍ଡ କପି ବା ଆପଣଙ୍କର ସାମ୍ପୁଲ ଯାହା ସବୁ ଦିଆଯାଉଛି ତାର କଣ ପ୍ରିଣ୍ଟ କଷ୍ଟ, ଯଦି ଆପଣଙ୍କର ପ୍ରିଣ୍ଟ ଆଉଟ କପି ଦିଆହଉଛି ତାର ପ୍ରିଣ୍ଟ କଷ୍ଟ କେତେ, ପ୍ରାଇସ୍ ଟା କେତେ, ଯୋଉଟା କି ଆମେ ଦେଖିପାରୁଛୁ ଯେ ପବ୍ଲିକ ଇନଫର୍ମେସନ ଅଫିସରଙ୍କ ଯୋଉ ଏସଓପି ଅଛି, ଯୋଉଟା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଅର ସିଟିଜେନ ପେଜ ରେ ହିଁ ଆମେ ଦେଖିପାରୁଛୁ ସିଟିଜେନ ହିସାବରେ। ଯାହା ମୁଁ ଦେଖୁଥିଲି ସେଇଠାର ସେ ଏସଓପି ଫର ପବ୍ଲିକ ଇନଫର୍ମେସନ ଅଫିସରର ପଏଣ୍ଟ ନମ୍ବର 24ରେ ଉଲ୍ଲିଖିତ କରିଛନ୍ତି ସରକାର, ଯୋଉଠିକି ଆପଣଙ୍କର ବର୍ତ୍ତମାନ ମାର୍କେଟ ପ୍ରାଇସ ରେ ଯାହା ଆପଣଙ୍କର ପ୍ରିଣ୍ଟ କଷ୍ଟ ଅଛି, ସେ ପ୍ରିଣ୍ଟ କଷ୍ଟ ବା ସ୍କାନ କଷ୍ଟ ହଉ ବା ପ୍ରିଣ୍ଟ କଷ୍ଟ ହଉ ଯାହା ଅଛି ତାହା କଣ ଆପ୍ଲିକାଣ୍ଟକୁ ଇଣ୍ଟିମେଟ କରିପାରିବେ। ବୁଝିପାରିଲେ? ଏଇଟା ହେଲା ଏକ ଅନୁସାରେ ଏଇଭଳି ରୁଲ କଣ ତିଆରି କରିପାରିବେ କିଏ? କମ୍ପିଟେଣ୍ଟ ଅଥରିଟି। ୟା ପୂର୍ବରୁ ଯୋଉ ସବୁ ପ୍ରାବଧାନ ଥିଲା ବା ଯୋଉ ସବୁ
ପାୱାର ଗୁଡ଼ିକ ଥିଲା ବା ଯୋଉ ଗୁଡ଼ିକ ରୁଲ ଗୁଡ଼ିକ ଥିଲା ତାକୁ ପ୍ରତିକୂଳ ହାନି ନ ଘଟିଲା ଭଳି ଏ ରୁଲ ଗୁଡାକ ତିଆରି କରିପାରିବେ। ତାପରେ ଆଉ କୋଉ ଉପରେ ରୁଲ ତିଆରି କରିବେ? ଫି ପେବୁଲ ଅଣ୍ଡର ସବସେକ୍ସନ 1 ଅଫ ଦ ସେକ୍ସନ 6 ର ସବସେକ୍ସନ 1 କଣ କହୁଛି ନା ଯେକୌଣସି ଇଣ୍ଡିଭିଜୁଆଲ କିଛି ଯଦି ଇନଫରମେସନ ଚାହୁଁଛନ୍ତି ତାହେଲେ ଆପ୍ରୋପ୍ରିଏଟ ପ୍ରୋସେସରେ ଯିବେ ଏବଂ କଷ୍ଟ ଅଫ ଇନଫରମେସନ ଯାହା ଅଛି ଆପ୍ଲିକେସନ ଫିଜ୍ ଆଇଡି ପ୍ରୁଫ ଦେଇକି ସେ କଣ କରିବେ? ଆପ୍ଲାଏ କରିବେ। ତ ତାର ଫି ଟା ଆମକୁ ଇଏ ଫିକ୍ସ କରିବାକୁ ପଡିବ। ଜଣେ ଫି କେତେ ଦେବେ? ଆପ୍ଲିକେସନ ଫିସ୍ ଆମ ଗଭର୍ଣ୍ଣମେଣ୍ଟ ଅଫ ଓଡିଶା ପ୍ରକାରେ ଆପଣଙ୍କ 2005 ରେ ଥିଲା ଯୋଉଟା ଆପଣଙ୍କର 20 ଟଙ୍କା, କିନ୍ତୁ 2006ରେ ସେଇଟା ଆମେଣ୍ଡମେଣ୍ଟ ରୁଲ ପ୍ରକାର ସେଟା କଣ ସେଡ୍ୟୁଲ 2 ରେ କଣ କରାଯାଇଛି? 10 ଟଙ୍କା କରାଯାଇଛି। ଠିକ ସେଇଭଳି ପ୍ରତିକୂଳ ହାନି ନହେଲା ଭଳି ଆପଣଙ୍କର ରୁଲ ଗୁଡିକ ତିଆରି ହବ। ଅର୍ଥାତ ଏଇଟା ଆପଣଙ୍କର କଣ ଯେ ସେ 6(1) କୁ ଯୋଉ ଅଛି ଯେ ଆପ୍ଲିକେସନ ଫିସ୍ ଦେବ ଏବଂ ଆଇଡି ପ୍ରୁଫ ଦେଇକି ଯୋଉ ଆପ୍ଲାଏ ଇନଫର୍ମେସନ ଆକ୍ସେସ କରିବା ପାଇଁ ଆପ୍ଲାଏ କରିପାରିବେ ସେ ଫିସ୍ ଗୁଡିକ ଉପରେ ମଧ୍ୟ ରୁଲ ପ୍ରଣୟନ କରିପାରିବେ। ତାପରେ 3 କୋଉ ଉପରେ? ଫି ପେଏବୁଲ ଅଣ୍ଡର ସବସେକ୍ସନ 1 ଅଫ ସେକ୍ସନ 7। ସବସେକ୍ସନ 1 ଅଫ ସେକ୍ସନ 7 ଅର୍ଥାତ କଣ? ବି ଫର୍ମ ଇଣ୍ଟିମେଟ ଯୋଉ ଆମେ ପବ୍ଲିକ ଇନଫର୍ମେସନ ଅଫିସର ଆମକୁ କରାହଉଛି ବା ଆମ ସିଟିଜେନ ମାନଙ୍କୁ ଦିଆହଉଛି ପବ୍ଲିକ ଇନଫର୍ମେସନ ଅଫିସର ଇଣ୍ଟିମେଟ କରୁଛନ୍ତି ଆପଣଙ୍କର କଷ୍ଟ ଅଫ ଇନଫର୍ମେସନ ହେଲା 100 rupees ଟୁୱାର୍ଡସ ଏଇ ବାବଦରେ ଏତିକି, ଏଇ ବାବଦରେ ଏତିକି, ପୋଷ୍ଟାଲ ଚାର୍ଜ ଏତିକି, ଅମୁକ 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 ବୋଲି ଯୋଉ ଦଉଛନ୍ତି ସେଇଟା ହଉଛି ଆପଣଙ୍କର ସେ ଉପରେ ମଧ୍ୟ କଣ ରୁଲ ପ୍ରଣୟନ କରିପାରିବେ ନିଜର ଅଫିସିଆଲ ଗେଜେଟ ନୋଟିଫିକେସନ ରେ। ନିଜର ଅଫିସିଆଲ ଗେଜେଟ ନୋଟିଫିକେସନ ରେ ରୁଲ ପ୍ରଣୟନ କରିପାରିବେ। ଯାହା ପୂର୍ବରୁ ଥିଲା ତାକୁ ପ୍ରତିକୂଳ ହାନି ଘଟେଇକି ସେ ରୁଲ ପ୍ରଣୟନ କରିପାରିବେ। ତାପରେ 4ରେ କଣ କହୁଛି? ଏନି ଅଦର ମ୍ୟାଟର ହୁଇଚ ଇଜ ରିକ୍ୱାୟର୍ଡ ଟୁ ବି ଅର ମେ ବି ପ୍ରେସକ୍ରାଇବ। ଏହା ବ୍ୟତୀତ ଯାହା ବିହିତ ସଙ୍ଗତ ହବ ଏଇ ଆରଟିଆଇ ଟାକୁ ଇମ୍ପ୍ଲିମେଣ୍ଟ କରିବା ପାଇଁ ବା ଏଇ କାର୍ଯ୍ୟକାରିତା କରିବା ପାଇଁ ସୁଚାରୁ ରୂପେ ପରିଚାଳିତ କରିବା ପାଇଁ ସେଇଭଳି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ କମ୍ପିଟେଣ୍ଟ ଅଥରିଟି। ଅର୍ଥାତ କହିବାକୁ ଗଲେ ଆମେ ଓଡିଶା ସରକାରଙ୍କର ଯୋଉ ଅଛନ୍ତି ଆଇନ ବା ଡିପାର୍ଟମେଣ୍ଟକୁ ଆମେ କହିପାରିବା ଯେ ଏଇଟା ଗୋଟେ କମ୍ପିଟେଣ୍ଟ ଅଥରିଟି ବା ଆପଣଙ୍କର ତାଙ୍କ ଅଣ୍ଡରରେ ଥିବା ଆପଣଙ୍କର ଓଡିଶା ଇନଫର୍ମେସନ କମିଶନ ସେଇଟା ମଧ୍ୟ ଆମେ କହିପାରିବା ଗୋଟେ କମ୍ପିଟେଣ୍ଟ ଅଥରିଟି ଯେ କି ଆପଣଙ୍କର ରୁଲ ଚେଞ୍ଜ କରିପାରିବେ ବା ଆପଣଙ୍କର କଣ ସର୍କୁଲାର ଚେଞ୍ଜ କରିପାରିବେ ୟା ପୂର୍ବରୁ ଥିବା ରୁଲ ରେଗୁଲେସନ ଉପରେ ପ୍ରତିକୂଳ ହାନି ନ ଘଟେଇକି ଯାହା ସୁବିଧା ହବ ସେଇ ପ୍ରକାରେ। ତ ଏଇଟା ହଉଛି ପ୍ରକୃତ ପକ୍ଷେ କଣ ନା ସେକ୍ସନ 28ର ପୁରା ସାରମର୍ମ। ମୁଁ ଭାବୁଛି ଆପଣ ମାନେ ନିଶ୍ଚୟ ବୁଝିପାରିଥିବେ ଏବଂ এই ଭିଡିଓଟି ଦେଖିଲା ପରେ ଆପଣ ମାନେ ଲାଇକ୍ ସେୟାର ସବସ୍କ୍ରାଇବ କରିବେ ବୋଲି ମୁଁ ଅନୁରୋଧ କରୁଛି। ଭିଡିଓ ଦେଖିଥିବା ହେତୁ ଆପଣ ମାନଙ୍କୁ ଧନ୍ୟବାଦ ଦଉଛି। ନମସ୍କାର।